ଖାଇବେ ପ୍ରବଳ। ଯଦି ଖାଇବାର ଦବାର ଓକାତ ନାହିଁ ତାହେଲେ ତମେ ଲ୍ୟାବ ରଖନି। ଠିକ କଥା। ଗୋଲ୍ଡେନ ରିଟ୍ରିଭର ସେକେଣ୍ଡ ସେଇଥିଂ ଟିକେ କମ ଖାଇବ ସତ କିନ୍ତୁ ଗେଲା ପ୍ରବଳ। ଯୋଉମାନେ ଡଗ ଲଭର ଆକ୍ଚୁଆଲି ଡଗ ନେଇକି ରଖୁଛନ୍ତି ଯଦି ନଉଛ ତାର ଟିଲ୍ ଡେଥ୍ ପର୍ଯ୍ୟନ୍ତ ବା ସିଏ ଯେତେ ଦିନ ପର୍ଯ୍ୟନ୍ତ ତମ ସାଙ୍ଗରେ ରହୁଛି ସେତିକି ସମୟ ପର୍ଯ୍ୟନ୍ତ ତାଙ୍କର ତମେ କେୟାର ନବା ନିହାତି ଦରକାର। ଆଉ ଏମିତି ନୁହଁ ଯେ ତମେ ନେଲ ଆଜି ମାସେ ରଖିଲ 2 ମାସ ରଖିଲ କି 5 ମାସ ରଖିଲ ତମ ସ୍ୱାର୍ଥ ପୂରଣ ହେଇଗଲା ତମ ଛୁଆ ଖେଳିଦେଲା କି ତମେ ତା ସାଙ୍ଗରେ ଖେଳିଦେଲ ତାପରେ ତମେ ତାକୁ ନେଇକିରି କୋଉଠି ପେଟ୍ କେୟାର ସେଣ୍ଟରରେ ଛାଡିଦେବ କି କାହାକୁ ଆଡପସନ ରେ ଦେଇଦେବ। ଟିକେ ମନ ଦୁଃଖ କରି ବଇଛ ବାପା। ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ଚିକୁ ଆପଣ ମାନଙ୍କୁ ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ସାଙ୍ଗମାନେ ଆଜି ଜଣେ ସାର୍ ଆସିକି ନେଇକି ଯାଇଛନ୍ତି ଗୋଟେ ସୁଇଟ୍ ଲାବ୍ରାଡୋର ପପିଟେ ଯୋଉଟା ଫିମେଲଟା ମୁଁ ଆପଣମାନଙ୍କୁ ଲାଇଭରେ ଦେଖେଇଛି ପ୍ଲସ୍ ଭିଡ଼ିଓରେ ବି ଦେଖେଇଛି। ସେ ପପିଟା ନେବାକୁ ସାର୍ ଆସିଥିଲେ ଭୁବନେଶ୍ୱରରୁ। ଆଉ ସାର୍ ଏମିତି କିଛି କଥା କହିଲେ ମନକୁ ଛୁଇଁଗଲା। ଆପଣମାନେ ବି ଦେଖନ୍ତୁ ଭିଡ଼ିଓ ବହୁତ ବଢ଼ିଆ ଲାଗିବ। କାରଣ ଗୋଟେ ପେଟ୍ ଓନର ହେବାଟା ଗୋଟେ ଛୋଟ କଥା ନୁହଁ। ପେଟ୍ ଓନର ହେବାଟା ବହୁତ ବଡ଼ କଥା। ଆଉ ତାର ଗୋଟେ ହୃଦୟ ଥିବା ଦରକାର। ଯାହାର ହିଁ ହୃଦୟ ଥିବ ସେଇମାନେ ହିଁ ପେଟ୍ ଓନର ହେଇପାରିବେ। ଆଉ ନର୍ମାଲ ତ କେଯାଇ ଲୋକ ରହୁଛନ୍ତି ଆମର ସମସ୍ତେ କ'ଣ ପେଟ୍ ଓନର ହେଇପାରିବେ? ସମସ୍ତେ ହେଇପାରିବେନି। ଯେତିକି ଅଛନ୍ତି ତା ଦେହରୁ ଅଧାରୁ ଅଧିକ ଅଛନ୍ତି ପେଟ୍ ଓନର କିନ୍ତୁ ଅଳ୍ପ କେତେଟା ଅଛନ୍ତି ପେଟ୍ ଓନର ନୁହଁ। କାରଣ ସେମାନେ କୁକୁରକୁ ଅଳ୍ପ ଦିନ ରଖିବେ ଛାଡ଼ିଦେବେ। ସିଏ ପେଟ୍ ଓନର କେବେ ବି ନୁହଁ। ଆପଣମାନେ ଭିଡ଼ିଓ ଦେଖନ୍ତୁ ଏନ୍ଜୟ କରନ୍ତୁ। ସାର୍ଙ୍କ କଥା ଯଦି ଭଲ ଲାଗିଥିବ ଆପଣମାନେ କମେଣ୍ଟ ମାଧ୍ୟମରେ ଯେମିତି ହେଲେ ଜଣାଇବେ। ସାର୍ ଜଣେ ଆମ ଆର୍ମି ସାର୍ ଜଣେ ଆସୁଛନ୍ତି ତାଙ୍କ ଭିଡ଼ିଓ ଚାଲନ୍ତୁ ଦେଖିବା। ଡେରି ନକରି ଜଲ୍ଦି ଚାଲନ୍ତୁ ଦେଖିବା। ଜୟ ଜଗନ୍ନାଥ ସାଙ୍ଗମାନେ। ସାର୍ ଆମର ଆର୍ମିରେ ଅଛନ୍ତି ରିଟାୟାର୍ଡ ହେଇକି ଆସିଛନ୍ତି ଏବେ। ଆଉ ତାଙ୍କର ଚାଲି ତାଙ୍କୁ ବହୁତ ପସନ୍ଦ ଚାଲିକି ଛାଡ଼ୁନାହାନ୍ତି ସାର୍। ନା ନା ବ୍ଲାକ୍ ନା ଅଳ୍ପ ରହିବ। ଚାଲି ଜମା ସାରଙ୍କୁ ଛାଡୁନି। ଚାଲି ନ ଚାଲି ପେଟରେ ଛୁଆଟା ଅଛି ନା ଚାଲି ନ ଏଇ ଚାଲି ଏଠି ଖାଇଲୁ। ସେ କଣ ହଉଛି ସେ ତ ଚଙ୍ଗ ଚଙ୍ଗିଆ ଖାଲି ଗଡୁଛି ଖାଲି। ହଁ ବସିବା ଷ୍ଟାଇଲଟା ପୁରା ସେମ୍ ରହିବ। ଥ୍ୟାଙ୍କ୍ସ କର। ମୁଁ କାଲି ଭିଡିଓକୁ ମାନେ ପୁରା ପଜ କରି ଜୁମ୍ କରି ମୁଁ ଯେହେତୁ ରଖିଛି ମୁଁ ଯାଇଥିଲି ଦିରାଙ୍ଗ ବୁଲି ଫେରିଲା ବେଳକୁ ମତେ ମୁଁ ଭାଷାରେ ଶୁଣିଥିଲି ଯେ ବ୍ରହ୍ମପୁରରେ ଭଲ ଲ୍ୟାବ ମିଳନ୍ତି। ଗୋଟେ ଖୋଜିକି ମାନେ ଯାହାର 5 ଷ୍ଟାର ରେଟିଂ ଅଛି ତାରି ପାଖକୁ ଗଲୁ। ଗଲାବେଳେ ଦୋକାନ ଭିତରେ ଯେମିତି ପଶିଗଲୁ ପଶିବା ଏଣ୍ଟ୍ରାନ୍ସ ପୂର୍ବରୁ ସେ ସାଇଡ କ୍ୟାଚରେ ଗୋଟେ ଲ୍ୟାବ ଛୁଆ ରଖିଥାଏ। ଏଡିକି ଲ୍ୟାବ ଛୁଆ ହେଲା ସିଏ ଆଜି ଟିକେ ସାମ୍ନା ହବ ବୋଧେ ପୁରା ରୋଗଗ୍ରସ୍ତ କରୁଛି। ଆଉ ଦେହରେ ପୁରା 15 ହାର ଦେଖାଗଲାଣି ସବୁ ପୁରା ପୁରା ପ୍ରପର ମାନେ କହିବାକୁ ଗଲେ ମାନେ ସିଏ ଆଉ ଦିନେ କି 2 ଦିନର ମତେ ମାନେ ବହୁତ ଖରାପ ଲାଗିଲା। ଭିତରକୁ ଗଲୁ ଗଲା ବେଳକୁ ସେ ମେଲ ଫିମେଲ ରଖିଛି 56 ଡେଜର 56 ଡେଜର ଛୁଆ କିନ୍ତୁ ଆଉ ଭଳିଆ ଦେଖାଉଛନ୍ତି କିନ୍ତୁ ଟିକେ ଆକ୍ଟିଭ ଥାନ୍ତି। ଖାଇ ପିଇକିରି ଭିତରେ ଦୋକାନଟା ତ ସେ ଫେଡିର ଯିଏ ଟିକେ ରୟାଲ ଟେଣ୍ଡନ ଦଉଥିଲା ସେ ଆକ୍ଟିଭ ଥିଲେ। କିନ୍ତୁ ସେମାନଙ୍କୁ ଦେଖିଲା ବେଳକୁ କାହାର ମୁଣ୍ଡ ଏଇଠୁ ବାଳ ଉପୁଡିକି ଖଣ୍ଡିଆ ହେଇଯାଇଛି ଆଉ କାହାର ଏଇଠୁ ଇଏ ହେଇଯାଇଛି। ନଖ ଗୁଡାକ ଏଡେ ଏଡେ ହେଲାଣି। ମୁଁ କହିଲି ତମେ ଗୋଟେ ପେଟ୍ ସପ୍ ର ଓନର ତମ ପାଖରେ ଏତେ ନେଲ କଟର ପଡିଛି କୋଉଟା ଗୋଟାଏ ଖୋଲିକି ତାଙ୍କର ଟିକେ କଟିଂ କରିଦେ। କାହିଁ ଏତେ କଷ୍ଟମର ଆସୁଛନ୍ତି ତାଙ୍କ ଉପରେ ହାତ ପକେଇବେ କଣ ହେବେ ଲେଡିଜ ମାନେ ବି ଆସୁଛନ୍ତି। ମତେ ତାପରେ ଭଲ ଲାଗିଲାନି। ମୁଁ କହିଲି ନା ଇଏ ନୁହଁ ଇଏ ନିଜେ ତାଙ୍କର କେୟାର ନେଇ ପାରୁନି। ଇଏ କଣ ଭବିଷ୍ୟତରେ କଲ୍ ଗଲେ କଲ୍ ଉଠେଇବନି। ପାଟିରେ କଣ ପଇଛି ପାଟିରେ ଧରିକି ସମସ୍ତଙ୍କୁ ଦେଖେଇବ। ସେ ଦେଖଉଛି ଯେ ମୁଁ ପାଟିରେ କଣଟା ପୁରୀ ବୁଲିଛି। ଚାଲି କଣ ପାଟିରେ ପଇଛି? ଆଉ ଭାଇ ଆସିକି ଲାବ୍ରାଡୋର ନେଲେ। ଭାଇ ଆପଣ କୋଉଠୁ ଦେଖନ୍ତି ଛୁଆ ଭିଡିଓ କୋଉଠୁ ଦେଖନ୍ତି? ଇନଷ୍ଟାଗ୍ରାମ ୟୁଟ୍ୟୁବରେ ଦେଖନ୍ତିନି? ଦେଖିନାହାନ୍ତି। ଏବେ ୟୁଟ୍ୟୁବରେ ଆପଣଙ୍କର ଭିଡିଓ ପଡିବ ପ୍ଲସ୍ ଇନଷ୍ଟାଗ୍ରାମରେ ବି ଆପଣ ଦେଖିପାରିବେ। ସାରଙ୍କ ଭିଡିଓ ପଡିବ। ଆଉ ଛୁଆ ପସନ୍ଦ ହେଲା? ଛୁଆ ଇନଷ୍ଟାଗ୍ରାମ ଦେଖିକି ମତେ ମାନେ ପସନ୍ଦ କରିଦେଲେ ଯେ ଛୁଆ ଯାହା ଦେଖିବି ସେୟା ନା ଅଲଗା? ପସନ୍ଦ କରି ବୁକିଂ କରି ଗୋଟାଏ ମାନେ ମନ ପସନ୍ଦ ହେଇଗଲା ଥରକରେ। ଛୁଆ ଯାହା ଦେଖିଥିଲେ ସେୟା ନା ଅଲଗା କିଛି ଅଛି? ଛୁଆ ସେୟା ଅଛି। ଆଉ ଯୋଉ ଭାଇ ମାନେ ଆସୁଛନ୍ତି ଦେଖୁଛନ୍ତି କୁକୁର ଛୁଆ ନଉଛନ୍ତି ତାଙ୍କୁ କଣ କହିବାକୁ ଚାହିଁବେ? ନିଅନ୍ତୁ ଭାଇଙ୍କ ପାଖକୁ ଆସନ୍ତୁ। ଭଲ ଇଏରେ ଆସୁଛି ପ୍ରାଇଜରେ ଆସୁଛି ଭଲ କୁକୁର ବି ମିଳୁଛି।
ଆଉ ଆପଣ ବୁଝିଥିଲେ ଭୁବନେଶ୍ୱର କଟକ ଭୁବନେଶ୍ୱରରେ ରେଟ୍ ବୁଝିଥିଲେ କୁକୁର ଛୁଆ ବହୁତ ଜାଗାରେ ବୁଝିଥିଲି ବହୁତ ଅଲଗା ଅଲଗା ବହୁତ ରେଟ୍ ରେ କହୁଛନ୍ତି। ବହୁତ ରେଟ୍ ତଥାପି 10+ ଅଛି ନା 10 ରୁ ତଳକୁ ଅଛି କୁକୁରର ଶାଢୀ 10+ ମାନେ ଫିମେଲ ଏଠି ଶସ୍ତା ରହୁଛି। ଆଉ କଣ କହିବାକୁ ଚାହିଁବେ ଆମ ଭାଇ ମାନଙ୍କୁ? ଲାଇକ୍ କରନ୍ତୁ କମେଣ୍ଟ କରନ୍ତୁ ଆଉ ଜଲ୍ଦି ଭାଇଙ୍କ ପାଖକୁ ଯେତେ ଭିଡିଓ ପଡୁଛି ଆସନ୍ତୁ ନିଅନ୍ତୁ ଭଲ ଆସିବ। ଠିକ ଅଛି ଭାଇ ଆସି ନେଇକଲେ ଚା ପିଇଥାନ୍ତୁ ପଳେଇବୁ ଚଢିକି ମୁଁ କାହିଁ ବାବା ସେମିତି ଦେଖି ଗୋଡ ଦେଖି କଣ ହେଲା ଗୋଡ ତଳେ ଆସି ପଇଯିବ ମୁଁ ଦେଖିନି ତତେ ଯା ଘରକୁ ଯା ଯା ଆସ ସେ ଭାବୁଛି ମୁଁ କୁଆଡେ ଯିବି ବୋଲି ମୋ ସାଙ୍ଗେ ଯିବ ଚୁଇଁର ନାଙ୍ଗୁଡରେ ଆଉ ଇଏ ନାହିଁ ଗୁମ ନାହିଁ ପୁରା ଦେଖିକି ବଇଛି। ଯୋଉମାନେ ଡଗ ଲଭର ଆକ୍ଚୁଆଲି ଡଗ ନେଇକି ରଖୁଛନ୍ତି ତାଙ୍କୁ ଏତିକି ଖାଲି ରିକ୍ୱେଷ୍ଟ ଯେ ସେମାନେ ତାକୁ ଯଦି ନଉଛ ତାର ଟିଲ୍ ଡେଥ୍ ପର୍ଯ୍ୟନ୍ତ ବା ସିଏ ଯେତେ ଦିନ ପର୍ଯ୍ୟନ୍ତ ତମ ସାଙ୍ଗରେ ରହୁଛି ସେତିକି ସମୟ ପର୍ଯ୍ୟନ୍ତ ତାଙ୍କର ତମେ କେୟାର ନେବା ନିହାତି ଦରକାର। ଆଉ ଏମିତି ନୁହଁ ଯେ ତମେ ନେଲ ଆଜି ମାସେ ରଖିଲ 2 ମାସ ରଖିଲ କି 5 ମାସ ରଖିଲ ତମ ସ୍ୱାର୍ଥ ପୂରଣ ହେଇଗଲା ତମ ଛୁଆ ଖେଳିଦେଲା କି ତମେ ତା ସାଙ୍ଗରେ ଖେଳିଦେଲ ତାପରେ ତମେ ତାକୁ ନେଇକିରି କୋଉଠି ପେଟ୍ କେୟାର ସେଣ୍ଟରରେ ଛାଡିଦେବ କି କାହାକୁ ଆଡପ୍ସନରେ ଦେଇଦେବ ସେଇଟା ଠିକ ନୁହଁ। କାହିଁକିନା ସିଏ ଯେତେବେଳେ ଗୋଟେ ଜାଗାରେ ତା ମାଆକୁ ନିଜ ମାଆକୁ ଛାଡିକି ତମ ପାଖକୁ ଯାଉଛି ସେ ତମକୁ ତାଙ୍କ ସଂସାର ବୋଲିକି ସେ ମାନୁଛି ପୁରା ଜାଣିଦେଲା ମୋ ମେମ୍ବର ଇଏ ଘର ସିଏ ତ ମାନେ ଖାସ କରି ପର୍ଟିକୁଲାର କହିବେ ମୁଁ ଲ୍ୟାବ ଆଉ ଜର୍ମାନ ସେପଟ କଥା ବେଶୀ ସେ 2 ଜଣ ହଉଛନ୍ତି ମାନେ ଭାରି ଗେଲା ଆଉ ଗୋଟେ ହଉଛି ଗୋଲ୍ଡେନ ରିଟ୍ରିଭର ଲ୍ୟାବ ସେକେଣ୍ଡରେ ଗୋଲ୍ଡେନ ରିଟ୍ରିଭର ଥାର୍ଡରେ ଜର୍ମାନ ସେପଟ ଏ 3 ଜଣ ହଉଛନ୍ତି ମାନେ ଭାରି ଗେଲା ତାଙ୍କୁ ଯେତେ ଗେଲାରେ ମାନେ ବଢେଇ ପାରିବ ଯେତେ ଗେଲାରେ ରଖିପାରିବ ତାଙ୍କ ଯେତେ କେୟାର ନେଇପାରିବ ସେତେ ଭଲ। ଆଉ ତାଙ୍କ ଲାଇଫ ଲଙ୍ଗ ଯେତିକି ସେମାନେ ରହୁଛନ୍ତି ତମ ସାଙ୍ଗରେ ରଖିବା ପାଇଁ ଚେଷ୍ଟା କର ସେଇଟା ସବୁଠୁ ଭଲ ବୁଝିପାରୁଛ ନା। ଆଉ ଛୁଆ ନଉଛନ୍ତି ଛୁଆ ଟିକେ ବଡ ହେଇଗଲା ପରେ ତମକୁ ସେ ବୋଝ ଭଳିଆ ଲାଗୁଛି ଲ୍ୟାବ ହଉଛି ମାନେ ସିଏ ଭୁକ୍ କି ଟ୍ୟାଙ୍କ କଥା ହଉଛି ସେମାନେ ଖାଇବେ ପ୍ରବଳ ଯଦି ଖାଇବାର ଦବାର ଓକାତ ନାହିଁ ତାହେଲେ ତମେ ଲ୍ୟାବ ରଖନି ଠିକ କଥା। ଗୋଲ୍ଡେନ ରିଟ୍ରିଭର ସେକେଣ୍ଡରେ ସେଇ ଥିଙ୍ଗ ଟିକେ କମ ଖାଇବ ସତ କିନ୍ତୁ ଗେଲା ପ୍ରବଳ ପାଖରେ ରହିବ ବୁଲିବ। ଆଉ ଦିଟା ଯାକ ହଉଛନ୍ତି ମାନେ ଗେଲା ଆଉ ଯଦି ଗାର୍ଡ ଡଗ ହିସାବରେ ନଉଛ ତ ଜର୍ମାନ ସେପଟ ଠିକ ଅଛି ସିଏ ତାର ଖାଇବା ବି ଠିକ ସବୁ ଠିକ କିନ୍ତୁ ଲ୍ୟାବ ତମେ ଯଦି ଖାଇବାକୁ ଦେଇପାରୁନ ତାହେଲେ ଲ୍ୟାବ ବି ନେବା ଦରକାର ନାହିଁ। ତମେ କହିବ ଯେ ନାଇଁ ଯେତେ ବଢି ଯାଉଛି ଖାଇବା କଷ୍ଟ ବି କେତେ ବଢି ନିଶ୍ଚିନ୍ତ କାହିଁକି ନା ଏବେ ଛୁଆ ଲାଭ କେତେ ଖାଇବ ଖାଇକିରି ମାସଟା ଆଗରେ 20 କିଲୋ 25 କିଲୋ ପେଡିଗ୍ରୀ ତାକୁ ଢେର ହେଇଯିବ କିନ୍ତୁ ଯେତେବେଳେ ବଡ ହେଇଯିବ 10 ଦିନରେ 25 କିଲୋ ପେଡିଗ୍ରୀ 10 ଦିନରେ ଖାଇଦବ। ମୁଁ ମତେ ତ ମାନେ ଗୋଟାଏ ଥର ମୁଁ କହିଲେ ଅବିଶ୍ୱାସ କରିବେ ମୁଁ ବାହାରକୁ ପଳେଇଛି ସେ ଘରେ ଏକୁଟିଆ ଅଛି ତା ପେଡିଗ୍ରୀଟା ଗୋଟେ ହାଇଟ୍ ଥାକରେ ଖାଇଛି ମୁଁ ଆସିଲା ବେଳକୁ ସେ ଉପରୁ ଚଢି 25 କିଲୋ ପେଡିଗ୍ରୀ ଆଟ ଟାଇମ୍ ଖାଇଦେଇଛି ଫୋପାଡ଼ି ଡାଲି ଖାଇଲି ଭିତରେ ସେ ଟୋଟାଲ ପେଡିଗ୍ରୀ ବସ୍ତା ମୋର କ୍ଲିୟର କରିଦେଇଛି ଆଉ ପେଟ ପୁରା ଧୁମା କରିକି ଶୋଇଛି ହଁ ମୁଁ ଆସିଲି ଦେଖିଲା ବେଳକୁ କଣ ହେଇଛି ତାର ନାଇଁ ତାକୁ ଦୌଡ଼ା ଦୌଡ଼ି କେତେ କରିକି ପାଣିରେ ନେଇକି ବଢିଆ ସୁଇମିଂ କରେ। ଆଉ ଲ୍ୟାବ ମାନେ ତାର ଅଛି ଗୋଟେ ଆପଣଙ୍କ ପାଖରେ ପୋଖରୀ ଅଛି ପୋଖରୀ ନଈ ଅଛି ଏପଟେ ତାକୁ ପୋଖରୀ ଗାଡିଆ ଫ୍ଲୋଟିଂ ୱାଟରରେ ଟିକେ ମାନେ ଇଏ ରହିବେ ଷ୍ଟେ ୱାଟରରେ ଯଦି ତାକୁ ଛାଡିବେ ବଢିଆ ସୁଇଂ କରିବ ସୁଇଂ କଲେ ଦେଖିବେ ତାକୁ ଫିସିଂ ଶିଖେଇବେ ସେ ଆହୁରି ବଢିଆ ଇଏ ମାନେ ଜନ୍ମ କେବଳ ଫିସିଂ ପାଇଁ ମାଛ ଫାଛ ନେଇକି ଆସିବେ। ଯାହା ସାର୍ ଗୋଟେ ନୂଆ କଥାଟା କହିଲେ ମୁଁ ବି ଜାଣିନଥିଲି ଏ କଥା ସାର୍ ବି ଗୋଟେ ନୂଆ କଥା କହିଲେ ଆଉ ଭଲ ଲାଗିଲା। ଆଉ କଣ କହୁଛନ୍ତି ସାର୍ ମାନେ ଫିସିଂ କରିବେ ମାନେ ପାଣି ଭିତରୁ ସେ ମାଛ ନେଇକି ପଳେଇ ଆସିବେ ପୁରା ଡୁବକି ମାରିବେ ମାଛ ଯୋଡି ଧରି ଫଟକି ଧରି ପଳେଇ ଆସନ୍ତି ନେଇକି ପଳେଇ ଆସନ୍ତି ହାତରେ ତମକୁ ଧରେଇଦେବେ ହେଲା କିଛି କରିବେନି ହାତରେ ଧରେଇଦେବେ ହେଲା ତାପରେ ତମେ ଚାହିଁଲେ ଛାଡିଦବ ଭିତରେ ଆମ ମତେ ତ ସେମିତିଆ କରେ ମୁଁ ତାକୁ ପୁଣି ହାତରେ ଫୋପାଡ଼ି ଦେବି ମାଛ ମୁଁ କହିଲେ ଛାଡ ତାକୁ ଭିତରେ ନା କୁଆଡେ ଯିବନି ସେଇଠି ବୁଲିବ ସେ ବୁଲିବନି ଆରି ସାଙ୍ଗରେ ବୁଲିବ ଚାଲି ସାଙ୍ଗରେ ବୁଲିବ ଛାଡୁନାହାନ୍ତି ବୁଲିବେ ସେ ଚାଲି ସାଙ୍ଗେ ବୁଲିବ ସେ ବଢିଆ ଖେଳିବ ଚାଲିଟା ବହୁତ ଖେଳେ ଛୁଆ ସହିତ କିନ୍ତୁ ଆକୁ ଟିକେ ଆଖି ଦେଖଉଛି ଟିକେ ଲକ୍ଷ୍ୟ ରଖିଥିବେ ସେ ବଢିଆ ଖେଳିବ କିନ୍ତୁ ଚଙ୍ଗଚଙ୍ଗିଆ ବଢିଆ ଖେଳିବ ଚାଲି ନ ସେ ଖେଳିବ ଟିକେ ଆଖି ଦେଖିଦବ ନା ବାହାର ଛୁଆଙ୍କୁ ଗେଲା କରେ କିନ୍ତୁ ଆକୁ ଟିକେ ଆଖି ଦେଖୁଛି ଇଏ ଟିକେ ଚଙ୍ଗଚଙ୍ଗ ଅଛି ତ। ଆଉ ଯାହା ଘରେ ଛୋଟ ଛୁଆ ଅଛି ଲ୍ୟାବ ବି ନିଅନ୍ତୁ ରଖନ୍ତୁ କିଛି ଅସୁବିଧା ନାହିଁ ବୁଝିପାରିଲେ ନା ଲ୍ୟାବ ଛୋଟ ଛୁଆଙ୍କୁ ଭାରି ସ୍ନେହ ଆଉ ସାର୍ ଗୋଟେ ଏଥିରୁ ଗୋଟେ ଲାଇନ ଟେ ଦେଲେ ଯେ ଆପଣ ମାନେ ଛୁଆ ଯେତେବେଳେ ନଉଛନ୍ତି ଛୁଆ ଯେମିତି ନଉଛନ୍ତି ପରିବାର ସହ ସିଏ ଆପଣଙ୍କ ପରିବାର ଗୋଟେ ମେମ୍ବର ଆପଣ ତାଙ୍କ ଘର ପାଖକୁ ନଉଛନ୍ତି ମାନେ ଘରକୁ ନଉଛନ୍ତି ମାନେ ବୁଢା ହେଲା ସରିକି ତା
ତାଙ୍କୁ ଆପଣ ତାଙ୍କ ମେମ୍ବର ବୋଲି ଭାବନ୍ତୁ। ଆଉ ନାଇଁ ଯେ ଟିକେ ବଡ ହେଇଗଲା ପରେ ଆମ ଆଶା ପୂରଣ ହେଇଗଲା ତା ଛାଡ଼ିଦବ, ସେମିତି କରନ୍ତୁନି। ସେମିତି କଲେ ଆପଣ ସିନା ଆଜି କଲେ, ଆପଣଙ୍କ ପିଲା ବଡ ହେଲା ପରେ ସେଇଆ ହିଁ ଆପଣଙ୍କ ସହିତ ହବ। ସାର୍ ସେଇଟା ଠିକ ନା ଭୁଲ? ସେଇଟା ହବ ଯେମିତି ହେଲେ, ଏଇ ସବୁ କଥା ହିଁ ସେମ୍ ରହିବ। କିଏ ସିଏ ଫ୍ରେଣ୍ଡଲି, ଟାଇଗର ଫ୍ରେଣ୍ଡଲି ନୁହଁ। ଟାଇଗର ସେଠି ଆଉ ଗୋଟେ ଲକି ଅଛି ଜର୍ମାନ ସେପଟେ, ସିଏ ଫ୍ରେଣ୍ଡଲି। ଯୋଉଟା ନା ନା ରାଗ, ଏଇଟା ଟିକେ ରହିବ ଆଗେସି ମାନେ ଫିଟେନି, ଫିଟିବ ମାନେ ବାହାରୁ ଭୁସକିନି ଆକୁ ଧରି ପକେଇବ, ଟୁଙ୍ଗୁରକୁ ଧରି ପକେଇବ। ସିଏ ଇଏ ପୁରା ଇଏ କେହି ଯିବେନି। ଖାଲି ଟାଇଗର କେତେବେଳେ କେତେ ଥର ଦୌଡ଼ିଲାଣି ରାସ୍ତାରେ। ଆଉ ଗୋଟେ ଭିତରେ ଅଛି ଯୋଉ ବେତାଳ, ସିଏ ୟୁଟ୍ୟୁବ ଭିଡିଓ ଦେଖିଲେ ଜାଣିପାରିବେ। ସେଥିରେ ସେ ଗୋଟେ ଅଛି ଜର୍ମାନ ସେପଟେ, ସେ ପ୍ରବଳ କାମୁଡା, ସେ ଭୁସକିନି ମାଡି ବସିବ। ସିଏ ଅଛି ବୋଲି ସିଏ ପ୍ରବଳ କାମୁଡା, ଆଉ ସବୁ ଫ୍ରେଣ୍ଡଲି, କାମୁଡିବେନି। ଇଏ ତ ସ୍ପିଞ୍ଚ କାମୁଡା ନଥାନ୍ତି, ସବୁବେଳେ ଗୋଡେଇ ଆସିବେ କାମୁଡିବାକୁ। ଇଏ ଆକୁ ଟେକିକି ନେଇ ପଳେଇବାକୁ, ଚୋର ନେଇକି ପଳେଇଥିଲେ ମଝିରେ ଗୋଟେ ଦିନ। ବାହାରେ ବୁଲୁଥିଲା ନେଇକି ପଳେଇଥିଲେ, ଚୋର ନୁହଁ, ସେମାନେ ଭାଇ କହିଲେ ବୋଧେ କିଏ ଛାଡି ଦେଇ ପଳେଇ, ତାକୁ ନେଇକି ପଳେଇଥିଲା ଆକୁ। କିନ୍ତୁ ଇଏ ପୁରା ଫ୍ରେଣ୍ଡଲି, କାମୁଡା କାମୁଡି କାହା ସାଙ୍ଗେ କିଛି ନାହିଁ। ହଉ ଠିକ ଅଛି ଭାଇ, ଭାଇ ବହୁତ ସମୟ ଆସି ରହିଲେଣି, ବହୁତ ସମୟ କଥା ହଉ ଭାଇଙ୍କ ସହିତ, ସାରଙ୍କ ସହିତ ବହୁତ କଥା ଆମେ କଥା ହେଇଗଲୁ। ଆଉ ଆପଣ ମାନେ ବି ଆସନ୍ତୁ, ଏମିତି ଛୁଆ ନିଅନ୍ତୁ, ଆଉ ଛୁଆ ନିଅନ୍ତୁ ଆପଣଙ୍କ ପରିବାର ସହିତ ଜଏନ୍ କରି ରଖନ୍ତୁ। ନା କି ଛୁଆରୁ ଟିକେ ବଡ କରିଦବା, ବର୍ଷକର ପରେ ମନ ଖୁସି ହେଇଗଲା ଛାଡ଼ିଦବା, ସେମିତି କରନ୍ତୁନି। ଛୁଆକୁ ନଉଛନ୍ତି ତ ଛୁଆ ଭଳିଆ ପାଳନ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଚ୍ୟାନେଲକୁ ଯୋଉ ଆସିছে ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ।